नमस्कार फ्रेंड्स, आज हूँ 31 डिसेम्बर 2025 बुधवार सकाळ 22टी गुरुत्वपूर्ण खबर उपर चलतु नजर पकईबा। पूर्व आपण आडभान्स हापी न्यू इयर 2026। ये हूँ 2025 शेष सकाळ। आपण मैंने क्योंठू देखुं निश्चित कमेंट बॉक्स रे कमेंट करके जनातु। ता पूर्व वीडियो गोटे लाइक करूँ। जदि चैनल को नुआ कर चैनल को सब्सक्राइब करेंगे और पाखर बेल आइकन रे क्लिक करेंगे और वीडियो निज सांगसाथी सहित शेयर करेंगे। तो चलतु संपूर्ण खबर उपर नजर पकाइबा। आसंता सोमवार जनवरी 5 तारिख में मुख्यमंत्री जन अभियोग शुणाणी अनुष्ठित होब। मुख्यमंत्री पूर्वाह्न 10 घटिकार यूनिट 2 अशोकनगर भुवनेश्वर स्थित पूर्वतन सरकारी प्राथमिक विद्यालय ठारे जनसाधारण विभिन्न अभियोगर शुणाणी करेंगे। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜୀକରଣ ଡିସେମ୍ବର 31 ତାରିଖ ପୂର୍ବାହ୍ନ 11ଟା ଠାରୁ ଆରମ୍ଭ ହୋଇ ସର୍ବାଧିକ 1000 ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭିବି ରାମଜୀ ଯୋଜନା ଆଣିଛନ୍ତି। ଏହାକୁ ନେଇ ରାଜନୈତିକ ସ୍ତରରେ ହଟଚମଟ ଲାଗି ରହିଛି। ନୂଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ଭାଗବଣ୍ଟା ଅନୁପାତ 40% କରାଯାଇଥିବାରୁ ରାଜ୍ୟମାନେ ବିପୁଳ କ୍ଷତି ସହିବେ ଓ ସେମାନଙ୍କ ଆର୍ଥିକ ବୋଝ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏପରିକି ଋଣ ମୁହଁକୁ ଚାଲି ଯାଇପାରନ୍ତି ବୋଲି କୁହାଯାଉଛି। ଏମିତି ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଇକୋ ରାପ୍ ରିପୋର୍ଟର ଭିନ୍ନ ଚିତ୍ର ଦର୍ଶାଇଛି। ନୂଆ ଭିବଜି ରାମଜୀ ଯୋଜନା ଦ୍ୱାରା ରାଜ୍ୟଗୁଡ଼ିକୁ 17,000 କୋଟି ଟଙ୍କାର ଲାଭ ମିଳିବ ବୋଲି ରିପୋର୍ଟ ଦାବି କରିଛି। ରାଜ୍ୟଗୁଡ଼ିକର ଗତ 7 ବର୍ଷରେ ହାରାହାରି ଆବଣ୍ଟନ ବିଚାରକୁ ନେଇ ଏହି ହିସାବ କରାଯାଇଛି। ସେହି ଅନୁସାରେ ଓଡ଼ିଶାକୁ 583 କୋଟି ଟଙ୍କାର ଫାଇଦା ମିଳିବ ବୋଲି ରିପୋର୍ଟ କହୁଛି। ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ପ୍ରଭାବିତ ହୋଇପାରନ୍ତି। ସର୍ବାଧିକ 5,568 କୋଟି ଟଙ୍କାର ଲାଭ ଉତ୍ତରପ୍ରଦେଶକୁ ମିଳିବ। ମହାରାଷ୍ଟ୍ରକୁ 4,282 କୋଟି, ଛତିଶଗଡ଼କୁ 1,609 କୋଟି, ଗୁଜରାଟକୁ 1,336 କୋଟି ଓ ବିହାରକୁ 1,152 କୋଟି ଟଙ୍କାର ଲାଭ ମିଳିପାରେ। କେରଳକୁ ସର୍ବନିମ୍ନ 15 କୋଟିର ଫାଇଦା ମିଳିବ ବୋଲି କୁହାଯାଇଛି। 2025-26 ପର୍ଯ୍ୟନ୍ତ ମନରେଗାର ପ୍ରଦର୍ଶନ ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ ଓଡ଼ିଶାରେ 21 ଲକ୍ଷ ପରିବାରକୁ କାମ ମିଳିଥିଲା। କାମ କରିଥିବା ଶ୍ରମିକଙ୍କ ମଧ୍ୟରୁ 15 ଲକ୍ଷ ହେଉଛନ୍ତି ମହିଳା। ପରିବାର ପିଛା ବର୍ଷକୁ 100 ଦିନର କାମ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ହାରାହାରି ଭାବେ 42 ଦିନର କାମ ମିଳୁଥିଲା। ପ୍ରତି ବ୍ୟକ୍ତି ପିଛା ହାରାହାରି ଦୈନିକ ପାଉଣା 266 ଟଙ୍କା ରହିଥିଲା। ମନରେଗା ଜରିଆରେ ରାଜ୍ୟରେ 2.7 ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପରବର୍ତ୍ତୀ ଖବର, ଭୂତ ଚାଷୀ ହୋଇଯାନ୍ତୁ ସାବଧାନ। ଧାନ ପଞ୍ଜୀକରଣ ସମୟରେ ଯେଉଁ ଚାଷୀ ମିଥ୍ୟା ତଥ୍ୟ ଦେଇଥିବେ ସେମାନଙ୍କୁ ନୋଟିସ୍ କରିବ ଯୋଗାଣ ବିଭାଗ। ସାଟେଲାଇଟ୍ ସର୍ଭେରୁ କେଳେଙ୍କାରୀ ଜଣାପଡ଼ିବା ପରେ ବିଭାଗ ଚେଇଁ ଉଠିଛି। ଧାନ ପଞ୍ଜୀକରଣ ସମୟରେ ଜମି ବାବଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାନ୍ତୁ ସାବଧାନ। ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ। ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ। ଅଣଚାଷ ଜମିକୁ ଚାଷ ଜମି ଦର୍ଶାଇଛନ୍ତି ଚାଷୀ। ଏବେ ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବି ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ମିଳିସାରିଛି ଅନୁମୋଦନ। ଗତ ଖରିଫ ଋତୁରେ 17,50,000 ଚାଷୀ 58 ଲକ୍ଷ ଏକର ଜମି ପାଇଁ ପଞ୍ଜୀକରଣ କରିଥିଲେ। ଏହି ବର୍ଷ 19,68,000 ଚାଷୀ 61,67,000 ଏକର ଜମି ପାଇଁ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍ ଗତ ଥର ଅପେକ୍ଷା ଏଥର ବଢ଼ିଛନ୍ତି ଚାଷୀ ଏବଂ ବଢ଼ିଛି ଜମି। ତେବେ କେମିତି ଏତେ ଜମି ବଢ଼ିଲା ତାହାକୁ ସନ୍ଦେହ କରି ତନାଘନା କରିଥିଲେ ସରକାର। ପରବର୍ତ୍ତୀ ଖବର, ବର୍ଷ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଟିକସ ସମ୍ବନ୍ଧୀୟ ଏକ ପ୍ରମୁଖ ସମୟସୀମା ବି ଆସିଯାଇଛି। ଯଦି ଆପଣଙ୍କର ପାନ୍ କାର୍ଡ଼ ଏପର୍ଯ୍ୟନ୍ତ ଆଧାର ସହିତ ଲିଙ୍କ ହୋଇନାହିଁ ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର 31 ପରେ କେବଳ ଆପଣଙ୍କର ଆୟକର ରିଫଣ୍ଡ ବିଳମ୍ବ ହୋଇପାରେ ନାହିଁ, ବରଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ମ୍ୟୁଚୁଆଲ ଫଣ୍ଡ ଏବଂ ସେୟାର ବଜାରରେ ନିବେଶ କରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସବୁଠୁ ବଡ଼ କଥା ହେଉଛି ସରକାର ସ୍ପଷ୍ଟ କହିଛନ୍ତି ଯେ ଆଧାର ପାନ୍ ଲିଙ୍କ କରିବାର ଏହା ଶେଷ ସୁଯୋଗ ଏବଂ ଏହାପରେ ଆଶ୍ୱସ୍ତିକର କୌଣସି ଆଶା ନାହିଁ। ସରକାର ଗୋଟିଏ ବ୍ୟକ୍ତିଙ୍କ ନାମରେ ଏକାଧିକ ପାନ୍ କାର୍ଡ଼କୁ ରୋକିବା ଏବଂ ଏକ ସ୍ୱଚ୍ଛ ଏବଂ ସରଳ ଟିକସ ବ୍ୟବସ୍ଥା ବିଜୟ ରଖିବା ପାଇଁ ପାନ୍ ଏବଂ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଥିଲେ। ଜନସାଧାରଣଙ୍କ ଅସୁବିଧା ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଏହି ସମୟସୀମା ଅନେକ ଥର ବୃଦ୍ଧି କରାଯାଇଥିଲା। 2025 ମସିହାରେ କିଛି ବ୍ୟକ୍ତିଙ୍କୁ ମଧ୍ୟ ରିହାତି ଦିଆଯାଇଥିଲା।
विशेषकर जो मानकर आधार पंजीकरण परिचय पत्र पूर्वर पान कार्ड बना जाता तथापि डिसेम्बर 31 पर कौन छाड़ उपलब्ध हेब नहीं। परवर्ती खबर उच्च माध्यमिक शिक्षा परिषद सीएचएसई परिचालित जुक्त 2 प्राक्टिकल परीक्षा जानुआरी 2 तारिख आरंभ होब। 15 तारिख जाए परीक्षा हेब। कला विज्ञान वाणिज्य और धंदामूलक शिक्षार विभिन्न विषय में प्राक्टिकल परीक्षा हेब। एने सीएचएसई पक्षर विज्ञप्ति प्रकाश पाई। सीएचएसई प्राक्टिकल परीक्षा प्रति जुक्त 2 कॉलेज बाह्य परीक्षक नियुक्ति देवाक निर्देश देइछि। परीक्षक नियुक्ति पर सीएचएसई अनुमति नेबाक कड़ा निर्देश दि जाइछि। जड़े शिक्षार्थी गोटे दिन में जेपरिक 2टी प्राक्टिकल परीक्षा न दियंती सेप्रति ध्यान देवाक कहुछि। परीक्षा समय पानीय जल सह प्राथमिक चिकित्सा बक्सर व्यवस्था करने को कहुछि। परीक्षा समय समस्त परीक्षा हॉल रे सीसीटीवी कार्यक्रम रहिबा जरूरी। अग्नि निर्वापक यंत्र व्यवस्था करने को कहुछि। परीक्षार 15 मिनिट पूर्व छात्र छात्री निजर वैध प्रमाणपत्र नहीं परीक्षा हॉल रे प्रवेश करेंगे। परीक्षा आरंभर अध घंटा भितर परीक्षा केन्द्र में पहुँचले प्राक्टिकल सुजोग मिलिबो। सूचनायोग्य आसंता फेब्रुआरी 18 रु मार्च 25 जाए जुक्त 2 मुख्य परीक्षा हेब। परवर्ती खबर मंगलवार एवं बुधवार 2 दिन गाड़ी चेकिंग कड़ाकड़ी कर सबू आरटीओ को परिवहन कमिशनर चिठी लिखिंट। मद पी गाड़ी चलाइले मात्राधिक स्पीड बिना हेलमेट रे गले दंड गणवाक पड़ो। 3 जन को बसाई गाड़ी चलाइले रंग रूट गले जरिमाना देवाक हेब। 2 दिन स्पेशल और एनफोर्समेंट ड्राइव नहीं सूचना जारी होईछि। 1 तारिख भितर समस्त प्रकार ई चालान नहीं जनइबाक निर्देश दि जाइछि। परवर्ती खबर आशायी को चाकरी बांटिले मुख्यमंत्री मोहन चरण माझी। प्राय 11टी विभाग 1543 जन को नियुक्ति मिली। भुवनेश्वर रेलवे ऑडिटोरियम हॉल रे होइतिबा ओरिएंटेशन कार्यक्रम रे विभिन्न विभाग चयन होइतिबा आशायी को नियुक्ति पत्र प्रदान करा जायछि। विद्यालय और गणशिक्षा विभाग, कृषि और कृषक सशक्तिकरण विभाग, राजस्व और विपर्यय विभाग, अर्थ विभाग, श्रम और कर्मचारी राज्य बीमा विभाग, समवाय विभाग, पर्यटन विभाग, स्वराष्ट्र विभाग, खाद्य जोगाण और खाउटी कल्याण विभाग, दक्षता विकास और वैषयिक शिक्षा विभाग, योजना और संयोजना विभाग मोट 1543 जन को नियुक्ति पत्र मिली। एथिरू गणशिक्षा विभाग में 755, 382 जन को ओडिशा सिविल सर्विस और 14 जन को अन्य विभाग में रही। सेहीपरि 392 जन को कृषि और कृषक सशक्तिकरण विभाग में नियुक्ति मिली। परवर्ती खबर हेलमेट पिंधिले मध्य कटिपारे 2000 टंकार चालाण। मोटरसाइकेल स्कूटर चालक एक गुरुत्वपूर्ण खबर। हेलमेट न पिंधिबा चालाण हेउछि। ता सहित एबे हेलमेट ठीक भाव न पिंधिले मध्य ट्राफिक पुलिस 1000 रु 2000 टंका पर्यंत जरिमाना करिपारंती। अनेक चालाण एड़ाइबा हेलमेट पिंधुछथि किंतु तार स्ट्राप बेक बा चिपुक तले बांधिबा बेल्ट बांधु नाहांती किंबा ठीक भाव कषि नाहांती। यह एबे ट्राफिक नियम उल्लंघन भाव गणा होछि। भारत सरकार को मोटरयान आईन 1998 संशोधन अनुसार हेलमेट केवल मुंडरे रखा नुहे ताकू ठीक भाव में पिंधिबा जरूरी। स्ट्राप चिबुक तले बांधि कषि रखा दरकार जहाद्वारा दुर्घटना समय हेलमेट उड़ी न जाई मुंड को सुरक्षा दे पारिबो। जदि हेलमेट पिंधि मध्य स्ट्राप खोला रहिला किंबा ठीक कषा न गला तेबे 1000 टंका जरिमाना हेबो। यह सहित हेलमेट रे ISI मार्क ब्यूरो ऑफ इंडियन स्टैंडर्ड्स न थिले आउ 1000 टंका चालाण कटिपारे। मोट उपरे असुरक्षित हेलमेट पिंधिबा 2000 टंका पर्यंत दंड दे होई पारे। दिल्ली पुलिस एही नियम को कड़ाकड़ी लागू करछंती एवं अण ISI हेलमेट पई इतिमध्ये 1000 टंकिया चालाण काटुछंती। 2 चकिया दुर्घटना रे अधिकांश मृत्यु मुंड आघात जोगु होइथिबारु एही नियमर उद्देश्य हेउची चालक मानक जीवन रक्षा करिबा। परवर्ती खबर रेलवे बड़ घोषणा। कुहुड़ी जोगु उत्तर भारत में प्रतिदिन अनेक ट्रेन विलंब हुए। कम किंबा शून्य दृश्यमानता ट्रेन गति को बहु परिमाण में ह्रास करे जहाँफल 7 घंटा पर्यंत विलंब हुए। एथिरे शताब्दी, राजधानी एवं वंदे भारत ट्रेन गुड़िक अंतर्भुक्त। ट्रेन विलंब समय यात्री माने सम्मुखीन होउथुवा सबुठारु बड़ समस्या हेउची खाद्य। ए पर्यंत रेलबाई विलंब होउथुवा ट्रेन पई खिचुड़ी भात रंधा खाद्य जोगाई देउथला किंतु वर्तमान मेनू संशोधन करा जायछि। यात्री मानकु पोहा, राजमा भात एवं छोले भात भली सुस्वादिष्ट खाद्य प्रदान कराजिबो। यह पूर्व आरंभ हो सारी। रेल मंत्रालय अनुसार ट्रेन विलंब और अप्रत्याशित विलंब अवधि पूर्वानुमान करिबारे कौनसी उपाय नहीं। केतेबेले कुहुड़ी कम घन थाए तो केतेबेले अधिक गंभीर थाए। तेणु यात्री मानकु कम समय मध्य खाद्य जोगाई दिया आवश्यक। प्रायतः शीघ्र प्रस्तुत होता खिचुड़ी हेउची पसंदर खाद्य किंतु वर्तमान यह परिवर्तन करा जायछि। परवर्ती खबर
ଇଂରାଜୀ ନୂଆବର୍ଷ 2024 ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟ ଦିବସ ଭାବେ ଚାଲିବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ଅନୁରୋଧ। ଏହି ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ନିୟମିତ କାର୍ଯ୍ୟ ଜାରି ରହିବ। ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାର ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ ନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର 30 ଡିସେମ୍ବରରୁ 4 ଜାନୁଆରୀ ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସରଙ୍କ ଛୁଟି ବାତିଲ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଜାରି ହେଲା ଚିଠି। ଇଂରାଜୀ ନବବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥ୍ୟତାକୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। ତେବେ ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳରେ ରହିବ ଶ୍ରୀମନ୍ଦିର। ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ 70ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି। ଶ୍ରୀମନ୍ଦିର ଭିତରେ 152ଟି ସିସିଟିଭି ଏବଂ ବାହାରେ 192ଟି ସିସିଟିଭି ଲଗାଯାଇଛି। 2 ଜଣ କମାଣ୍ଡାଣ୍ଟ, 13 ଅତିରିକ୍ତ ଏସ୍ପି, 43 ଜଣ ଡିଏସ୍ପି, 87 ଇନ୍ସପେକ୍ଟର, 246 ଏଏସ୍ଆଇ ଏବଂ ଏଏସ୍ଆଇ ମୁତୟନ ରହିବେ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ଥିବା ବେଳେ ଅନ୍ୟ 3 ଦ୍ୱାରରେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ କରାଯାଇଛି ବ୍ୟାରିକେଡ୍ ବ୍ୟବସ୍ଥା। ଶ୍ରୀମନ୍ଦିର ଭିତରେ ହେଉ କି ପୁରୀ ବେଳାଭୂମିରେ ହେଉ ଭକ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ପ୍ରାଥମିକ ଚିକିତ୍ସା ସହ ଆମ୍ବୁଲାନ୍ସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଏସ୍ପି କହିଛନ୍ତି। ସେପଟେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ଲାଇଫ୍ ଗାର୍ଡଙ୍କ ସହ ସମନ୍ୱୟ ରଖାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଛି। ମନ୍ଦିର ଭିତରେ 5ଟି ଜୋନ୍ ଓ ମନ୍ଦିର ବାହାରେ 6ଟି ଜୋନ୍ରେ ପୋଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବି ଇନସାଇଡ୍ ଓ ଆଉଟସାଇଡ୍ 2 ଭାଗରେ ଟ୍ରାଫିକ୍ କଣ୍ଟ୍ରୋଲ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକା ଓ ଅବରୋଧ କରାଯାଇଥିବା ବେଳେ ପାର୍କିଂରେ ବି ପୋଲିସ ମୁତୟନ ହୋଇଛନ୍ତି। 24 ଘଣ୍ଟା କାମ କରିବା ପାଇଁ ପ୍ରସ୍ତୁତ ରହିଛି ଇଣ୍ଟିଗ୍ରେଟେଡ୍ ବା ସମନ୍ୱିତ କଣ୍ଟ୍ରୋଲ ରୁମ୍। ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟପୋଷ୍ଟ ବା ଫାଣ୍ଡିଂ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ଖବର 2025 ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ 2026ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସହିତ ଜଡ଼ିତ ଖବର ପ୍ରାୟ ସାରା ବର୍ଷ ପାଇଁ ମୁଖ୍ୟ ଖବର ପାଲଟିଛି। ଆସନ୍ତୁ ଜାଣିବା ଚଳିତ ବର୍ଷ ଅଷ୍ଟମ ବେତନ କମିଶନ ସମ୍ପର୍କରେ କ'ଣ ନୂଆ ବିକାଶ ହୋଇଛି ଏବଂ 2026ରେ କ'ଣ ପରିବର୍ତ୍ତନ ଆଶା କରାଯାଉଛି। 2025ରେ ସରକାର ଅଷ୍ଟମ ବେତନ କମିଶନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପ୍ରଥମେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା, ପେନ୍ସନ ଏବଂ ଭତ୍ତା ସମୀକ୍ଷା କରିବା ପାଇଁ ଏକ ନୂତନ ବେତନ କମିଶନ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ ବେତନ କମିଶନ ଗଠନ କରିଥିଲେ ଏବଂ ଏହାର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ନିଯୁକ୍ତି ସମାପ୍ତ କରିଥିଲେ। ଏହା ବ୍ୟତୀତ ଅଷ୍ଟମ ବେତନ କମିଶନ ପାଇଁ ସନ୍ଦର୍ଭର ସର୍ତ୍ତାବଳୀ TOR ମଧ୍ୟ ଜାରି କରାଯାଇଛି। ସପ୍ତମ ବେତନ କମିଶନରେ 10 ବର୍ଷର କାର୍ଯ୍ୟକାଳ ଡିସେମ୍ବର 31, 2025ର ଶେଷ ଦିନ ଶେଷ ହେଉଛି। ତଥାପି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଯେ ଅଷ୍ଟମ ବେତନ କମିଶନ 1 ଜାନୁଆରୀ 2026ରୁ ଲାଗୁ ହେବ କି ନାହିଁ। ନିକଟରେ ସରକାର ସଂସଦରେ ସୂଚିତ କରିଛନ୍ତି ଯେ କମିଶନ ତାଙ୍କର ସୁପାରିଶ ଦାଖଲ କରିବା ପରେ ତାରିଖ ନିର୍ଣ୍ଣୟ କରାଯିବ। 2026 ଆରମ୍ଭ ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବାରୁ ନୂତନ ଦରମା ଅନିଶ୍ଚିତ। ଆଶା କରାଯାଉଛି ଯେ ଅଷ୍ଟମ ବେତନ କମିଶନ ସୁପାରିଶ 2026ରେ ସମାପ୍ତ କରିବା କଷ୍ଟକର ହେବ। କମିଶନ ନିକଟରେ ଗଠିତ ହୋଇଥିଲା ଏବଂ ସରକାର କମିଶନକୁ ଏହାର କାର୍ଯ୍ୟ ସମାପ୍ତ କରିବା ପାଇଁ 18 ମାସ ସମୟ ଦେଇଛନ୍ତି। ଯଦି ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ ହୁଏ ତେବେ 2027ରେ ସୁପାରିଶ ପ୍ରକାଶ କରାଯାଇପାରେ। ତଥାପି ଏହି ନୂତନ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବା ପୂର୍ବରୁ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ। ତଥାପି କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ବକେୟା ପାଇଁ ଆଶା ରହିଛି।